କରୁଛନ୍ତି ଏ ଯେଉଁ ଧାନର ଲମ୍ବ କେତେ ପୁରା ବ୍ରିଟିଶ ଧାନର ଲମ୍ବା କେତେ ଦେଖ। ତେଣୁ ଆସି ଖାଇବାକୁ ଆଜି ଜୀବନରେ ପ୍ରଥମ ସନା ଆଜି ଖାଇବ ସେଟା ହସୁ ଜୋର ସନା କେମିତି ଦେଖାଯାଉ ସାଙ୍ଗମାନେ ନିଶ୍ଚିନ୍ତ କମେଣ୍ଟରେ କହିବେ ସନା ଆଜି କେତେ ଚିକ୍କଣ ଦେଖାଯାଉଛି। ସାଙ୍ଗମାନେ କର୍ମ ଓ ବଚନ ସଂଯମ ରଖିବା ଉଚିତ। ପିତାମାତାଙ୍କୁ ଗାଳି ଗୁରଜ କରୁଥିବା ମନୁଷ୍ୟ ଅଳ୍ପ ଆୟୁ ହୋଇଥାଏ। ଗୁରୁଜନକୁ ନିନ୍ଦା କରୁଥିବା ବ୍ୟକ୍ତି ଦରିଦ୍ର ହୁଏ। ସାଙ୍ଗମାନେ 100 ଅଜ୍ଞାନୀ ପୁତ୍ର ଠାରୁ ଗୋଟିଏ ଜ୍ଞାନୀ ପୁତ୍ର ଯୋଗ୍ୟ ଅଟେ। ମଣିଷକୁ ପ୍ରଶୟ ଦେଲେ ମୁଣ୍ଡରେ ଚଢ଼େ, ଦୟା କଲେ ଖୋସାମତ ବୋଲି ଭାବେ, ଦାନ କଲେ ମୁହଁ ମୋଡ଼େ। 100 ଟଙ୍କା ରୋଜଗାର କରୁଥିଲେ 2 ଟଙ୍କା ଗରିବକୁ ଦାନ ଦିଅନ୍ତୁ। ସାଙ୍ଗମାନେ ଦାନ ଦ୍ୱାରା ଧର୍ମ ଅର୍ଜନ କରାଯାଇପାରେ। ସାଙ୍ଗମାନେ ଆଜିର ଅନୁଚିନ୍ତା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ନୂଆ ଥିବେ ସବସ୍କ୍ରାଇବ୍ କରିଦେବେ ଆଉ ପାଖରେ ଥିବା ବେଲ୍ ଆଇଟମ୍କୁ କ୍ଲିକ୍ କରନ୍ତୁ। ମୋର ପ୍ରଥମ ଭିଡ଼ିଓ ଆପଣଙ୍କ ପାଖରେ ନିଶ୍ଚିନ୍ତ ପହଞ୍ଚିବ। ସେମାନେ ମୋତେ ଲାଗୁଛି ମୁଁ ଚାଷୀ ଘର ପୁଅ ବୋଲି ଆପଣମାନେ ମୋତେ ପସନ୍ଦ କରୁନାହାନ୍ତି। କମେଣ୍ଟ ତ କରୁନାହାନ୍ତି ଭିଡ଼ିଓର ଲାଇକ୍ ତ କରୁନାହାନ୍ତି ତ କମେଣ୍ଟ ବି କରୁନାହାନ୍ତି କି ସବସ୍କ୍ରାଇବ୍ ବି କରୁନାହାନ୍ତି। କିନ୍ତୁ ଚାଲନ୍ତୁ ସାଙ୍ଗମାନେ ବର୍ତ୍ତମାନ ଆଜିର ସକାଳ ପ୍ରାୟ 6:30 ବାଜିଲାଣି ଆଉ ଆକାଶ ମେଘାଚ୍ଛନ୍ନ ଅଛି। ଯାହା ନ୍ୟୁଜ୍ କହୁଛି ଦିନେ 2 ଦିନ ଲଘୁଚାପ ଜନିତ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ସେପଟେ ଧାନ କଟାକଟି ଜୋରଦାର ମଧ୍ୟ ଚାଲିଛି। ବିଲରେ କଟା ହେଇ ଧାନ ହଳା ପଡ଼ିଛି, ହଳା ବନ୍ଧା ହେଇ ପଡ଼ିଛି, ଭୁଆ ଚାଲିଛି। ତେଣୁ ଏଇଭଳି ବ୍ୟସ୍ତତା ଭିତରେ ମୁଁ ଭିଡ଼ିଓଟି କଣ୍ଟିନ୍ୟୁ କରିପାରୁନି। କିନ୍ତୁ ସାଙ୍ଗମାନେ ଆଜିର ବ୍ଲଗ୍କୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରନ୍ତୁ, ନିଶ୍ଚିନ୍ତ ମଜା ଆସିବ। ତେଣୁ ଚାଲନ୍ତୁ ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା। ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସ୍ୱାଗତମ୍ ସୁସ୍ୱାଗତମ୍। ସାଙ୍ଗମାନେ ଫାଇନାଲି ଆଜି ଦେଖିପାରୁଛନ୍ତି କେମିତିଆ କଳା କଳା ଧାନ, ବ୍ରିଟିଶ ଧାନ ଆଜି ବନ୍ଧା ଚାଲିଛି। ପରିବାମଙ୍କର ମୋର ଆଜି ବନ୍ଧା ଆଜି ବର୍ଷାଟା କ'ଣ ପାଗ ପୁରା ଖରାପ କରିଗଲା। ନ୍ୟୁଜ୍ କହୁଛି 21-22 ହାଲକା ବର୍ଷା ହେବାର ସମ୍ଭାବନା। ତେଣୁ ସେପଟରେ ଆଉ ବହୁତ କଟା ହିଁ ପଡ଼ିଛି, କାଟିବାକୁ ମଧ୍ୟ କିଛି ଅଛି। ତେଣୁ ଇଏ ଆଜି ବାନ୍ଧିକିରି ଭାବୁଛୁ ଟ୍ରାକ୍ଟର ବାଟ ଟିକେ ହେଇନି କେମିତି ନେବୁ ସେଇ କଥା ଚିନ୍ତା କରୁଛୁ। ଦେଖିବା ଆଗେ ବାନ୍ଧି ସାରୁ ତାପରେ ଆମେ ଚିନ୍ତା କରିବା କେମିତି ଯିବ। ତେଣୁ ସାଙ୍ଗମାନେ ଆଜି ଏତିକି ଜାଣନ୍ତୁ ବ୍ରିଟିଶ ଧାନ ଆଜି ବନ୍ଧା ଆରମ୍ଭ ହେଲା। ଧନ୍ୟବାଦ। ସାଙ୍ଗମାନେ ଫାଳକ ବନ୍ଧା ସରିଗଲା। ଗଣିଦେଲା ପଟୁ ମାତ୍ର 420 ହଳା, 4 ଗୁଣ୍ଠ ଜମି ମାତ୍ର 420 ହଳା ହେଲା। କାରଣ ବୁଆ କିଆରି ଏତେ ଖାସ୍ ହେଇନଥିଲା। ଆପଣମାନେ ଦେଖିପାରୁଛନ୍ତି ନରା। ଏଇଟା ହେଉଛି ଗୋଟେ ବ୍ରିଟିଶ ଧାନ। ତେଣୁ ଏତେ ବୁଆ ବୁଣା ହେଇଥିଲା, ରୁଆ ହେଇନଥିଲା। ତେଣୁ ଏତେ ଖାସ୍ ହେଲାନି। ମାତ୍ର 420 ହଳା ବନ୍ଧା ହେଲା। ଲାଗିଲା 2 ଘଣ୍ଟା 20 ମିନିଟ୍ 2 ଜଣଙ୍କୁ ବାନ୍ଧିବା ପାଇଁ। ତାମାନେ ଏହା ହେଉଛି କଥା। ତେଣୁ ଏଇଟାକୁ ବାନ୍ଧିବା। ବର୍ତ୍ତମାନ ଆସି 12:45 ହେଲାଣି। କ'ଣ କରୁଛି ବାନ୍ଧି ଦେଇ ପଳେଇବା। ଆଜି ଏକ କରିଦେଇ ଖାଇକି ତ ଆଇଥିଲୁ 10ଟା ବେଳେ। ତେଣୁ 10:20ରେ ଆସି ଏଠି ପହଞ୍ଚିଥିଲୁ। ତେଣୁ ଆଜି ଟିକେ ପାଗ ଟିକେ କୋହଲା ଥିଲା ବର୍ଷା। ତେଣୁ ଚିନ୍ତା କରୁଛୁ ଏକାଥରେ ବାନ୍ଧି ଦେଇ ଯିବା ନା ଘଟିକି ପଳେଇବା ଖାଇକିରି ଆସି ବାନ୍ଧିବା। ତେଣୁ ଏହା ହେଉଛି କଥା। ସାଙ୍ଗମାନେ ବର୍ଷା ପାଗ ଦେଖୁଛନ୍ତି ପୁରା ଅନ୍ଧକାରମୟ। ଲଘୁଚାପ ଜନିତ 3 ଦିନ ପାଗ ବର୍ତ୍ତମାନ ଖରାପ ରହିବ ଯାହା କହୁଛି ନ୍ୟୁଜ୍। ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ରାତିରେ ମଧ୍ୟ କାଲି ଟିକେ ଝିପିଝିପି କାକର ପାଣି ବର୍ଷା ହେଇଛି। ସଞ୍ଜୁ ଭାଇ ତାଙ୍କର ସକାଳୁ ବାଡ଼େଇକି ଯାହା ହଉ ଯେତିକି ଆଣିଥିଲେ ଉଡ଼େଇ ଦେଲେଣି। ସେପଟରେ ହଁ କାଲି ବର୍ଷା ହେଇଛି ନା। ଅଜି ଆଉ ତାଙ୍କର କାଲି ସନ୍ଧ୍ୟାବେଳେ ବାଡ଼େଇ ଥିଲେ ଗଦା ହେଇଥିଲା ଧାନ, ସେ ତାଙ୍କର ଉଡ଼େଇବା କରିଦେଲେଣି। ଆଉ ଚାଷୀ ଭାଇମାନେ ସବୁ ଯିଏ ଯାହା ଯେମିତି ଭୋଇ ଘିତି ଯାଉଛନ୍ତି। ଆମର ବହୁତ ଧାନ ବିଲରେ କଟା ହେଇକିରି ପଡ଼ିଛି କଚଡ଼ା। ତେଣୁ ସିଏ ବନ୍ଧା ହେବ। ତେଣୁ ବର୍ତ୍ତମାନ ଏଇଭଳିଆ ସେ କଥା। ଆଉ ସେ ବ୍ରିଟିଶ ଧାନ କଟା ହେଇଥିଲା ଆଜି 20 ଦିନ ତଳେ। ପରଦିନ 2-3 ଦିନ ତଳେ ବାନ୍ଧିଥିଲୁ। କାଲି ତାକୁ ଗାଡ଼ିରେ ଆଣିକି ଏଇଠି ପକେଇ ଦେଇଥିଲି। ଆପଣ ଦେଖିପାରୁଛନ୍ତି ହେଇ ପୁରା କଳା କଳା ଧାନ। ଦେଖନ୍ତୁ ଆପଣ ସାଙ୍ଗମାନେ ଭଲସେ ଧାନ ପୁରା ହେଉଛି କଳା। ଏଟାକୁ ବ୍ରିଟିଶ ଧାନ। ତେଣୁ ପିଓର ଦେଶୀ ଧାନ। ଏଟା ଚୁଡ଼ା ହେବ ଫାଇନ୍, ମୁଢ଼ି ହେବ ଫାଇନ୍, ଚାଉଳ ଫାଇନ୍, ଆଉ ପଖାଳ ମଧ୍ୟ ଫାଇନ୍। ଯେହେତୁ ଆମେ ଓଡ଼ିଆ, ଆମ ଖାଦ୍ୟ ବଢ଼ିଆ। ତେଣୁ ପଖାଳ ଆମର ଫେମସ୍। ତେଣୁ ଏ ପଖାଳ ପାଇଁ ଧାନଟାକୁ ଚାଷ କରାଯାଏ। ବର୍ତ୍ତମାନ ବାଡ଼ା ଚାଲିଛି। ଆଉ ପ୍ରାୟ 300 ପାଖାପାଖି ହଳା ଅଛି। କେତେ ସମୟ ଲାଗିବ ମୋତେ ବାଡ଼ିବାକୁ। ସେ ପରିବା ଆସିଥିଲେ ଟିକେ ବେଳାବେଳି ସରିଥାନ୍ତା। ତାଙ୍କର ଗୋଟେ ମୂର୍ତ୍ତିକିଆ ହେଇଗଲା। କାଲି ଜଣେ ତାଙ୍କର ଏକ୍ସପାର୍ଟ କରିଗଲେ। ତେଣୁ ତାଙ୍କ ସାହିରେ। ତେଣୁ ସେ ଆସିପାରିଲେ ନାହିଁ। ତେଣୁ ଏକୁଟିଆ ବାଡ଼ଉଛି ଯେତେବେଳେ ସରିବ ସାଙ୍ଗମାନେ ଏଇଭଳିଆ ସିଷ୍ଟମରେ ବାଡ଼ା ଚାଲିଛି। ଆମ ଧାନ ବାଡ଼ା ସିଷ୍ଟମଟା କେମିତି ଆପଣମାନେ କହିବେ। ସିମେଣ୍ଟ ଗଳାରେ ଭାଡ଼ି କରିହେବନି। ତେଣୁ ମେସିନ୍ ତ ଏ ଧାନ ବାଡ଼େଇ ହେବନି। ତେଣୁ ଏ ଯେଉଁ ସିଷ୍ଟମଟା
थुआ छण बंधा ही थुआ गला ये सिस्टमटा केमती सांग मैंने आपण मान मन को पाँच ना ना कमेंट निश्चिंत जनइबे। हाँ सांग मैंने बर्तमान आम धान बाड़ेवा स्टार्ट करवा। सांग मैंने न्यूज जहाँ कही था वर्षा टिपि टिपि वर्षा आरंभ हो गला मोर भी धान बाड़िया आसी सरीवा सरीवा होगला आउ 10-20टा हला अच्छी आ देखी पार्थ ये जो धानर लंब केते पूरा ब्रिटिश धानर लंबा केते देख तेणु सरीगला तो वर्षा आरंभ हो गला सरीगला उड़े हेनी बाड़ी उड़े छण तो गोरा हो जाए आउ धानटा को घोरई देवा पाल भी सेठी रखी तेणु धानटा को बाड़ेगी धानटा को बाड़ेगी उड़े आड़े घोरई गारे दे पलि जावर अच्छे आ 10-20टा हला बाड़ेदेवा। सांग मैंने देखिपुं वर्षा जहाँ न्यूज कही था वर्षा कंटिन्यू कला झिपिझिपि वर्षा हल्का हल्का वर्षा कंटिन्यू कला तेणु मोर सब धान बाड़ा होगा कि उड़ा हो पारानी सब ये घोड़ा होगा देखिपुं धान सब ये बस्तार पशि घोड़ा नड़ा सेपटे गदा हो पाल पड़ जाइए आउ गाँव जे प्राय 1 नंबर चाषी देखुन संजुआ भाई से बाड़ुआ स्टार्ट चल चांचरा बिना चांचरा से बाड़े चलती तेणु यही गाँ गहली धान अमल हुए तेणु आपण मैंने मन रखु ब्रिटिश धान अमल बेले वर्षा लगेला तेणु आज ब्लॉग आपण मन केमती लगला निश्चित कमेंट माध्यम जनइबे चैनल नुआ थे निश्चित सब्सक्राइब करदे तेणु ये खाली मन रखु ब्रिटिश धान अमल समय वर्षा है सांग मैंने सका सन्धार आज पलि जाइए खायापी पूरी पास तरकारी बुंदी सना आसी खाया जीवन प्रथम सना आज खाई हसु जोर सना के देखा जाऊ सांग निश्चित कमेंट कहे सना आज के चिकन देखा भिडटा निश्चित सांग आप कमेंट कहे सना आसी खाया मुझे बुंदी लगे सांग मैंने मोर लगिगला सब पियाज रसुण आइटम तेणु पूरी पास बुंदी यहाँ स्पेशल आइटम मोर हाँ बा पूरी 4टा खंडा 2टा कौन खाया गई हाँ खटा खटा खटर पड़े ना ना खाओ खाओ सांग मैंने पूरी पास बुंदी तो पियाज आइटम खाए सना अपना सब पियाज खाऊ सब चलो हाँ धन्यवाद सांग मैंने आज ब्लॉग को आज ये रखुच्छी पुणी देखा आगामी ब्लॉग रे।